ହ୍ୟାଲୋ ପିଲାମାନେ, ତ ଚାଲନ୍ତୁ ଆଜିର କ୍ଲାସଟିକୁ ଷ୍ଟାର୍ଟ କରିବା। ତ ଆଜିର ବିଷୟ ହେଉଛି ବିଜ୍ଞାନର ଚମତ୍କାର ଦୁନିଆ। ବିଜ୍ଞାନର ଚମତ୍କାର ଦୁନିଆ ଯିବା ଆଗରୁ ଆମେ ବୁଝି ନେବା ବିଜ୍ଞାନ ହେଉଛି ଆମ ପାଖାପାଖି ଥିବା ପ୍ରକୃତି ବସ୍ତୁ ଓ ଘଟଣାମାନଙ୍କୁ ବୁଝିବାର ଉପାୟ। ଏହା ଆମକୁ କିପରି ଓ କାହିଁକି କିଛି ଘଟେ ତାହା ବୁଝାଏ। ବିଜ୍ଞାନର ଚମତ୍କାର କ'ଣ? ବିଦ୍ୟୁତ୍ ଆବିଷ୍କାର ହେବାରୁ ଆମେ ଆଲୋକ, ପଙ୍ଖା, ଟିଭି ବ୍ୟବହାର କରୁଛୁ। ଆଉ କ'ଣ? ଯାନବାହନ ଓ ବିମାନ ଦ୍ୱାରା ଦୂରଯାତ୍ରା ସହଜ ହେଉଛି। ଆଉ କ'ଣ? ଔଷଧ ଓ ଡାକ୍ତରୀ ବିଜ୍ଞାନ ଆମ ଜୀବନକୁ ସୁରକ୍ଷିତ କରେ। ମୋବାଇଲ ଓ ଇଣ୍ଟରନେଟ୍ ଦ୍ୱାରା ଆମେ ଲୋକଙ୍କ ସହ କଥା ହେବାରେ ସକ୍ଷମ। ଆଉ ଦୈନନ୍ଦିନ ଜୀବନରେ ବିଜ୍ଞାନକୁ ଆମେ କିପରି ବ୍ୟବହାର କରେ? ରାନ୍ଧଣା, ପାଣି ଫୁଟିବା, ଗଛ ଲଗାଇବା, ସଫା କରିବା ହେଲା। ଆଉ କ'ଣ କରେ? ବିଜ୍ଞାନ ଆମ ଜୀବନକୁ ସହଜ, ସୁବିଧାଜନକ ଓ ସୁରକ୍ଷିତ କରେ। ଏହା ଆମକୁ ନୂତନ ଜିନିଷ ଶିଖିବା ଓ ଆଗକୁ ବଢ଼ିବାରେ ସାହାଯ୍ୟ କରେ। ତ ପିଲାମାନେ ବୁଝିଲ, ତ ଏବେ ଚାଲ କ୍ଲାସ୍ ଷ୍ଟାର୍ଟ କରିବା। ତ ବିଜ୍ଞାନ କ'ଣ? ଆମେ ସବୁବେଳେ ନିଜ ପରିବେଶ ବିଷୟରେ ଅଧିକ ଜାଣିବାକୁ ଉତ୍ସୁକ ହୋଇଥାଉ। ଆମେ ପିଲାଦିନରୁ ହିଁ ଆମ ଚତୁଃପାର୍ଶ୍ୱକୁ ଅନୁସନ୍ଧାନ କରିବା ଏବଂ ସେହି ବିଷୟରେ ପ୍ରଶ୍ନ ପଚାରିବା ଆରମ୍ଭ କରିଥାଉ। ବିଦ୍ୟାଳୟର ଶିକ୍ଷାର ପ୍ରସ୍ତୁତି ପର୍ଯ୍ୟାୟରେ ଆଖପାଖ ଦୁନିଆକୁ ଖୋଜିବା ଏବଂ ଅନୁସନ୍ଧାନ କରିବାରେ ତୁମେ ଆନନ୍ଦିତ ହେଉଥିଲ କି? ଯେତେବେଳେ ତୁମେ ମଧ୍ୟ ପର୍ଯ୍ୟାୟରେ ପ୍ରବେଶ କରିବ, ସେତେବେଳେ ତୁମେ ବାସ କରୁଥିବା ସୁନ୍ଦର ଦୁନିଆକୁ ଅନୁସନ୍ଧାନ କରିବା ସହିତ ବୁଝିବାକୁ ମଧ୍ୟ ଚେଷ୍ଟା କରିବ। ଆଉ ସେଥିପାଇଁ ଆମର ବିଜ୍ଞାନ ନାମକ ଏକ ନୂଆ ବିଷୟ ରହିଛି। ବିଜ୍ଞାନର ଚମତ୍କାର ଦୁନିଆକୁ ସମସ୍ତଙ୍କୁ ସ୍ୱାଗତ। ଚାଲନ୍ତୁ ଏବେ ବିଜ୍ଞାନ କ'ଣ ଦେଖିବା। ଆମେ ରହୁଥିବା ଦୁନିଆକୁ ବୁଝିବା ଏବଂ ବିଶ୍ୱର ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଚିନ୍ତା କରିବା, ପର୍ଯ୍ୟବେକ୍ଷଣ କରିବା ଏବଂ ପରୀକ୍ଷା ନିରୀକ୍ଷା କରିବାର ଏକ ମାଧ୍ୟମ ହେଉଛି ବିଜ୍ଞାନ। ଏହା ଏକ ବଡ଼ ଦୁଃସାହସିକ କାର୍ଯ୍ୟ ବୋଲି ତୁମେ ଭାବୁଥିବ। ଆମେ ପ୍ରଶ୍ନ ପଚାରି ଦୁନିଆକୁ ଅନୁସନ୍ଧାନ କରି ବିଭିନ୍ନ ଘଟଣା ଘଟିବାର ଭାବୁଥିବ। ଆମେ ପ୍ରଶ୍ନ ପଚାରି ଦୁନିଆକୁ ଅନୁସନ୍ଧାନ କରି ବିଭିନ୍ନ ଘଟଣା ପ୍ରକ୍ରିୟା ବିଷୟରେ ବୁଝିବାକୁ ଚେଷ୍ଟା କରିଥାଉ। ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ଜିଜ୍ଞାସୁ ହେବା। ସେଥିପାଇଁ ହିଁ ଏହି ପୁସ୍ତକ ଏହିପରି ନାମକରଣ କରାଯାଇଛି। ଛୋଟ ଛୋଟ ବୋଲି ଦାନାରୁ ବିଶାଳ ପର୍ବତ, ଶାଳରୁ ବିଶାଳ ଜଙ୍ଗଲ ପର୍ଯ୍ୟନ୍ତ ସମସ୍ତ ବିଷୟକୁ ଅଧ୍ୟୟନ କରିବା ବେଳେ ସବୁବେଳେ କିଛି ନା କିଛି ନୂଆ ରୋମାଞ୍ଚକର ତଥ୍ୟ ଆବିଷ୍କୃତ ହୋଇଥାଏ। ତୁମେ କେବେ ଆଶ୍ଚର୍ଯ୍ୟ ହୋଇ ଭାବିଛ କି ରାତିର ଆକାଶରେ ତାରାଗୁଡ଼ିକ କାହିଁକି ଚକମକ କରୁଥାଏ? କିମ୍ବା ଗୋଟିଏ ଫୁଲ କେତେବେଳେ ଫୁଟିବ ବୋଲି କେମିତି ଜାଣିଥାଏ? ତୁମେ କେବେ ଭାବିଛ ପିଲାମାନେ କ'ଣ ପାଇଁ ହେଉଛି ବୋଲି? ଚାଲ ଯିବା। ଏଗୁଡ଼ିକ ହେଉଛି ଅନେକ ରହସ୍ୟ ମଧ୍ୟରୁ କେବଳ କିଛି ଉଦାହରଣ, ଯାହାକୁ ଉନ୍ମୋଚନ କରିବାରେ ବିଜ୍ଞାନ ଆମକୁ ସାହାଯ୍ୟ କରେ। ବିଜ୍ଞାନର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏକ ସର୍ବତ୍ର ବିଦ୍ୟମାନ ସମୁଦ୍ରର ଗଭୀରତା ଠାରୁ ଆରମ୍ଭ କରି ମହାକାଶର ବିଶାଳତା ପର୍ଯ୍ୟନ୍ତ, ରୋଷେଇ ଘରୁ ଆରମ୍ଭ କରି ଖେଳ ପଡ଼ିଆ ପର୍ଯ୍ୟନ୍ତ ଅନେକ ସମୟରେ ଅଦ୍ଭୁତ ଆବିଷ୍କାର ଅପ୍ରତ୍ୟାଶିତ ଭାବେ ଘଟିଥାଏ। ବିଜ୍ଞାନ ହେଉଛି ଏକ ବିଶାଳ ଏବଂ ଅସରନ୍ତି ଗୋଲକଧନ୍ଦା। ଆମେ କରୁଥିବା ପ୍ରତ୍ୟେକ ନୂତନ ଆବିଷ୍କାର ଏଥିରେ ଯୋଡ଼ି ହୁଏ। ଏବଂ ତୁମେ ଏହି ଗୋଲକଧନ୍ଦା ବିଷୟରେ ସବୁଠାରୁ ଭଲ କଥା କ'ଣ ଜାଣିଛ କି? ଏଇଟା କ'ଣ ଦେଖୁଛ? ଏକ ପାହାଡ଼ିଆ ଅଞ୍ଚଳ। ତ ପାହାଡ଼ିଆ ଅଞ୍ଚଳ ଆମେ ସେଇଠି କ'ଣ ପାଇଥାଉ? ଆମେ ଜଙ୍ଗଲରୁ କ'ଣ ପାଇଥାଉ? ଆମେ ପାହାଡ଼ରୁ ତୁମେ ତ ସବୁ ଜାଣିଛ ନା କ'ଣ ପାଇଥାଉ ଆମେ? ନେକ୍ସଟ ଯିବା। ଏଠି ଦେଇଛି ଏକ ମରୁଭୂମି ଅଞ୍ଚଳ, ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ, ଆଉ ସମୁଦ୍ର ପାଣି ଭିତରର ଏକ ଦୃଶ୍ୟ, ଏକ ସୌରମଣ୍ଡଳ। ଆମ
ଆମ ଆବିଷ୍କାରର କୌଣସି ଅନ୍ତ ନାହିଁ, କାରଣ ପ୍ରତ୍ୟେକ ନୂତନ ଜ୍ଞାନ ଏକାଧିକ ପ୍ରଶ୍ନ ଏବଂ ଅଧିକ ଜିନିଷ ଜାଣିବାକୁ ସାହାଯ୍ୟ କରେ। ବେଳେ ବେଳେ ଦେଖିବାକୁ ମିଳେ ଯେ ଏହି ଧନ୍ଦାର କିଛି ଅଂଶ ଭୁଲ ସ୍ଥାନରେ ରହିଯାଇଛି, ଯାହାକୁ ସଜାଡ଼ିବାର ଆବଶ୍ୟକତା ରହିଛି। ନୂଆ ଆବିଷ୍କାର ଅନେକ ସମୟରେ ଦୁନିଆ ବିଷୟରେ ଆମର ଦୃଷ୍ଟିକୋଣକୁ ବଦଳାଇ ଦେଇଥାଏ। ଏହି ପୁସ୍ତକ ପଢ଼ିବା ସମୟରେ ତୁମେ କେବଳ କୌତୂହଳ ତଥ୍ୟ ପାଇବ, କିଛି ଚିନ୍ତନମୂଳକ ପରୀକ୍ଷଣ କରିବ ଏବଂ ଦେଖିବ ଯେ ସେଗୁଡ଼ିକ ଆମର ଦୈନନ୍ଦିନ ଜୀବନରେ କିପରି ଉପଯୋଗୀ ହେଉଛି। ଭାବି ଦେଖ, ତୁମେ ଅଧିକରୁ ଅଧିକ ନୂଆ କଥା ଜାଣିଲେ କ'ଣ ହେବ? ଆମେ ଅନୁଭବ କରିପାରିବା ଯେ ଏହି ସବୁ ଧାରଣା ପରସ୍ପର ସହ ଜଡ଼ିତ। ଆମେ ଆମ ଗ୍ରହ ଅର୍ଥାତ୍ ଆମ ଗ୍ରହ ପୃଥିବୀର ପର୍ଯ୍ୟବେକ୍ଷଣ କରିବା ଆରମ୍ଭ। ଏହା ହେଉଛି ଏକମାତ୍ର ଗ୍ରହ ଯେଉଁଠାରେ ଜୀବସତ୍ତା ସମ୍ଭବ, ତେଣୁ ଏହାର ପରିବେଶକୁ ଆମେ ସୁରକ୍ଷିତ ରଖିବା ଉଚିତ। ଏହି ଗ୍ରହରେ ବିଭିନ୍ନ ପ୍ରକାର ଚମତ୍କାର ଜୀବ ତଥା ପ୍ରାଣୀ ଓ ଉଦ୍ଭିଦ ଅଛନ୍ତି। ଏହି ପୁସ୍ତକ ସାହାଯ୍ୟରେ ଆମେ କ'ଣ ଜାଣିପାରିବା? ସେମାନେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଜୀବନ ଧାରଣ କରିବା ପାଇଁ ଚେଷ୍ଟା କରନ୍ତି। ମଞ୍ଜି ଗଛରେ ପରିଣତ ହେବା, ଏକ ସମ୍ଭାଳୁଆ ସୁନ୍ଦର ପ୍ରଜାପତିରେ ପରିଣତ ହେବା ଭଳି ଅନେକ ପର୍ଯ୍ୟବେକ୍ଷଣ ତୁମେମାନେ କରିଥିବ। ଏହି ଉଦ୍ଭିଦ ଏବଂ ଜୀବଜନ୍ତୁମାନଙ୍କର କିପରି ବୃଦ୍ଧି ଘଟିଥାଏ। ଆମର ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ। ଭାରତ ଭଳି ଏକ ବୃହତ୍ ଏକ ବିବିଧତାପୂର୍ଣ୍ଣ ଦେଶରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓ ରୁଚିକର ଖାଦ୍ୟ ରହିଛି। ସେଗୁଡ଼ିକ କେଉଁଥିରୁ ପ୍ରସ୍ତୁତ ଆମେ କିପରି ଜାଣିବା? ଆମେ ବଞ୍ଚିବା ପାଇଁ ଖାଦ୍ୟ ସହିତ ଜଳ ମଧ୍ୟ ଆବଶ୍ୟକ କରୁ। ଜଳ ଏକ ଅମୂଲ୍ୟ ସମ୍ପଦ। ବର୍ଷା ହେଲେ ପୋଖରୀରେ ଜଳସ୍ତର ବଢ଼ିବାର ଦେଖିଛ କି? ତୁମେ କେବେ ଭାବିଛ କି ବର୍ଷା କାହିଁକି ହୁଏ ଏବଂ କିପରି ହୁଏ? ପାଣି ଥଣ୍ଡା ହେଲେ ବରଫ ହୋଇଯିବ ଏବଂ ଗରମ ହୋଇ ଫୁଟିଲେ ବାଷ୍ପ ହୋଇଯିବ। ତୁମେ ଲକ୍ଷ୍ୟ କରିଥିବ, ଖରାଦିନେ ଥଣ୍ଡା ପାଣି ପିଇବା କିମ୍ବା ଶୀତଦିନେ ଉଷୁମ ପାଣିରେ ଗାଧୋଇବାର ମଜା ନେଇଛ କି? ଗରମ ଓ ଥଣ୍ଡାକୁ ଆମେ କେମିତି ଜାଣିପାରିବା? ପାଣି ହେଉ କି ଆମ ଶରୀର ହେଉ, ତାହାର ଉତ୍ତାପ କେତେ ଆମେ ଜାଣିବା ଜରୁରୀ। ଆହୁରି ମଧ୍ୟ ଆମ ଚାରିପାଖରେ ଅନେକ ପ୍ରକାର ଜିନିଷ ରହିଛି, ଯଥା ଆମେ ଲେଖୁଥିବା କାଗଜ, ଧାତୁ ନିର୍ମିତ ଚାବି, ପ୍ଲାଷ୍ଟିକ୍ ସ୍କେଲ୍ ଏବଂ ଆମ ପେନସିଲ୍ ବାକ୍ସରେ ଥିବା ରବର ବାକ୍ସକୁ ବନ୍ଦ କରି ରଖିବା ଚୁମ୍ବକ, ଆମେ ପିନ୍ଧୁଥିବା ପୋଷାକ, ଆମେ କ୍ଷୀର ପିଉଥିବା କପ୍ ଏବଂ ଏହିପରି ଅନେକ। ସେଗୁଡ଼ିକ କେଉଁଥିରେ ତିଆରି? ସେଗୁଡ଼ିକ କ'ଣ ଭିନ୍ନ ଭିନ୍ନ ଜିନିଷରେ ତିଆରି କି? ଆମେ କିପରି ବିଭିନ୍ନ ଜିନିଷକୁ ପରସ୍ପରଠାରୁ ଅଲଗା କରିପାରିବା? ଏହି ପୁସ୍ତକ ଅଧ୍ୟୟନ କରିବା ସମୟରେ ଏହିଭଳି ପୃଥିବୀ ସମ୍ପର୍କରେ ଅସଂଖ୍ୟ ପ୍ରଶ୍ନ ମନକୁ ଆସିବ। ତ ଆମେ ନେକ୍ସଟ ପଢ଼ିବା, ଆମେ ନିଜେ କିପରି ଆମ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିପାରିବା। ତେଣୁ ତୁମେ ପିଲାମାନେ ତ ରିଡ଼ିଂ ମାର୍କ ଗଲା। ତ ପିଲାମାନେ, ମୁଁ ତମମାନଙ୍କ ପାଖକୁ ପୁଣି ନୂଆ ଭିଡ଼ିଓ ନେଇକି ଆସିବି। ତ ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବ। ରହୁଛି, ଜୟ ଜଗନ୍ନାଥ।